ସାଙ୍ଗମାନେ ଲୋକଟି ନଦୀରେ ସୂତି କଣ୍ଟା ପକାଇକି ତା ଗୋଡ଼ରେ ରସିକି ବାନ୍ଧି ଦେଇଛି ଆଉ ନିଦରେ ଶୋଇ ପଡ଼ିଛି। ଆଉ ଠିକ୍ ସେଇ ଟାଇମରେ ସେ ନଦୀରୁ ଗୋଟେ ବିଶାଳକାୟ ରାକ୍ଷସ ମାଛ ବାହାରୁଛି ଆଉ ତା ରସିକୁ ଟାଣିବାକୁ ଲାଗୁଛି। ଆଉ ସେ ଲୋକଟିକୁ ନଦୀ ଭିତରକୁ ଟାଣିବାକୁ ଲାଗୁଛି ଆଉ ସେ ଲୋକଟିର ନିଦ ଭାଙ୍ଗି ଯାଉଛି। ଆଉ ସେ ଲୋକଟି ବହୁତ ଟାଣିବାକୁ ଚେଷ୍ଟା କରୁଛି ହେଲେ ଟାଣି ପାରୁନି, ସିଧା ନଈ ଭିତରକୁ ଗଳି ପଡ଼ୁଛି। ଆଉ ସେ ରାକ୍ଷସ ମାଛଟି ପୁଣି ଥରେ ନଦୀରୁ ଉପରକୁ ଆସିକି ସେ ଲୋକଟିକୁ ଦେଖି ନେଉଛି। ଆଉ ସେ ଲୋକଟି ଯେତେ ଉପରକୁ ଆସିବାକୁ ଚେଷ୍ଟା କରୁଛି ଜମାରୁ ବି ଆସିପାରୁନି। ଆଉ ସେ ଲୋକଟିର ନଜର ଯେତେବେଳେ ସେ ରାକ୍ଷସ ମାଛ ଉପରେ ପଡ଼ି ଯାଉଛି ସେ ଲୋକଟି ପୁରା ଆଶ୍ଚର୍ଯ୍ୟ ହେଇଯାଉଛି। ଆଉ ଏତେ ବଡ଼ ରାକ୍ଷସ ମାଛକୁ ଦେଖି ପୁରା ଡରି ଯାଉଛି। ଆଉ ପାଣି ଭିତରୁ ଜୀବନ ବିକଳରେ ଉଠିବାକୁ ଚେଷ୍ଟା କରୁଛି କିନ୍ତୁ ଉଠି ପାରୁନି। ଆଉ ଲୋକମାନଙ୍କୁ ବଞ୍ଚାଅ ବଞ୍ଚାଅ ରଡି ଛାଡୁଛି ଆଉ କହୁଛି, ଆରେ କିଏ କୋଉଠି ଅଛ, ଟିକେ ଧାଇଁ ଆସରେ, ମତେ ଗୋଟେ ରାକ୍ଷସ ନଦୀ ଭିତରକୁ ଟାଣି ନଉଛି, ଟିକେ ଜଲ୍ଦି ଆସ, ମତେ ଉପରକୁ ଟାଣି ନିଅ। ଆଉ ସେ ଲୋକଟି ଚିଲେଇ ଚିଲେଇ ଡାକୁଥିବାରୁ ସେ ଲୋକଟିର ଡାକ ଦୁଇ ଜଣ ଲୋକ ଶୁଣି ନଉଛନ୍ତି, କାହିଁକି ନା ସେ ନଦୀରେ ସେ ମାଛ ମାରୁଛନ୍ତି। ଆଉ ତାଙ୍କ ଭିତରୁ ଗୋଟେ ଲୋକ କହୁଛି, ଆରେ ଆରେ ଆମକୁ କିଏ ଡାକୁଛି ନା କଣ, ମତେ ଲାଗୁଛି ବୋଧହୁଏ କିଏ ପାଣିରେ ବୁଡ଼ି ଯାଉଛି, ଚାଲେ ଦେଖିବା କଣ ହେଇଛି। ଆଉ ସେ ଲୋକମାନେ ଡେରି ନ କରିକି ସେ ଲୋକଟିକୁ ବଞ୍ଚେଇବାକୁ ଧାଇଁ ଯାଉଛନ୍ତି। ଆଉ ଧାଇଁ ଧାଇଁ ଯାଇକି ସେ ଲୋକଟି ପାଖରେ ପହଞ୍ଚି ଯାଉଛନ୍ତି। ଆଉ ତାଙ୍କ ଭିତରୁ ଗୋଟେ ପିଲା ହସି ହସି କହୁଛି, ଆରେ ଦେଖ ଦେଖ କେମିତି ନଈ କରରେ ଶଳା ବୁଡ଼ିଗଲା ଭଳି ଅଭିନୟ କରୁଛି। ଆଉ ଭାବୁଛି ଏମିତି ଅଭିନୟ କଲେ ଆମେ ଯାଇକି ତାକୁ ବଞ୍ଚେଇ ଦେବା, ଆଉ ସେ ଆମଠୁ ଅଧିକା ମାଛ ମାରିଦେବ, ଶଳା ପ୍ଲାନ୍ କରିଛି। ଆଉ ସେ ଲୋକଟି କହୁଛି, ଆରେ ଭାଇ ମୁଁ ମଜା କରୁନି, ତମେ ଦି ଜଣଯାକ ଜଲ୍ଦି ଟିକେ ମତେ ବଞ୍ଚେଇ ଦିଅ। ଆଉ ଠିକ୍ ସେଇ ଟାଇମରେ ପୁଣି ଥରେ ସେ ରାକ୍ଷସଟି ନଦୀରୁ ଉପରକୁ ବାହାରୁଛି। ଆଉ ଏତେ ବଡ଼ ରାକ୍ଷସକୁ ଦେଖି ପୁରା ଡରି ଯାଉଛନ୍ତି ଆଉ କହୁଛନ୍ତି, ଆରେ ନାଇଁ ନାଇଁ ଏ ଲୋକ ସତ କହୁଛି, ଶଳା କେତେ ବଡ଼ ମାଛ, ଏ ଲୋକଟିକୁ ଟାଣି ନବ, ନହେଲେ ଚାଲେ ତାକୁ ଆମେ ବଞ୍ଚେଇ ଦେବା। ସାଙ୍ଗମାନେ ଭିଡିଓଟି ଯଦି ନିଜ ମୋବାଇଲରେ ଦେଖୁଛନ୍ତି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ସେ ଲୋକ ଦୁଇ ଜଣ ଲାଗି ପାଞ୍ଚିକି ସେ ଲୋକଟିକୁ ନଦୀ ଭିତରୁ ଉପରକୁ ଆଣୁଛନ୍ତି ଭାରି ଆଉ ତା ଜୀବନକୁ ବଞ୍ଚେଇ ଦଉଛନ୍ତି।